ସମସ୍ତ କୁନି କୁନି ପିଲାମାନଙ୍କୁ ଆଜିର ଏହି ଭିଡ଼ିଓକୁ ପୁଣି ଥରେ ସ୍ୱାଗତ। ଆଜିର ପାଠଟି ହେଉଛି ପ୍ରଥମ ଶ୍ରେଣୀ ପାଇଁ। ଆଜି ଆମେ ଖେଳିବା ଏବଂ ଗଣିତ ପାଠ ପଢ଼ିବା। ତମମାନଙ୍କର ନୂଆ ବହି ଆସିଯାଇଛି, ଯେଉଁ ବହିର ନାମ ଦିଆଯାଇଛି ଗଣିତ ଖେଳ। ତେଣୁ ଆମେ ଖେଳିକିରି ଗଣିତ ପାଠ ଶିଖିବା। ଠିକ୍ ଅଛି। ଆଜିର ପ୍ରଥମ ପାଠ ବିଷୟ ନାଁ ହେଉଛି କ'ଣ ନା ଚୁଲବୁଲି ବିଲେଇକୁ ଖୋଜିବା। ତାହେଲେ ପିଲାମାନେ ଚାଲ ବର୍ତ୍ତମାନ ଆମେ ପାଠଟିକୁ ଆରମ୍ଭ କରିବା। ତୁମେମାନେ ବର୍ତ୍ତମାନ ଏହି ଚିତ୍ରଟିକୁ ଦେଖୁଛ ନା ନାହିଁ? ଠିକ୍ ଅଛି। ଚିତ୍ରରେ ଦେଖ ସବୁ କ'ଣ ଦେଇଛି। ଭଲ ଭାବରେ ଆଗେ ଚିତ୍ରଟିକୁ ଦେଖ, ତାପରେ ଆମେ ପଢ଼ିବା ଆରମ୍ଭ କରିବା। ଚୁଲବୁଲି ବିଲେଇ କେଉଁଠି ଅଛି? ଆସ ଖୋଜିବା। ଖୋଜୁଛି ଖୋଜୁଛି ଖୋଜୁଛି, ମୋ ଚୁଲବୁଲି ବିଲେଇକୁ ଖୋଜୁଛି। ତୁମେ ଝରକା ଉପରେ ଅଛ କି? ତୁମେ ଖଟ ତଳେ ଅଛ କି? ହେ ମୋ ଚୁଲବୁଲି ବିଲେଇ, ତୁମେ କେଉଁଠି ଅଛ? ଖୋଜୁଛି ଖୋଜୁଛି ଖୋଜୁଛି, ମୋ ଚୁଲବୁଲି ବିଲେଇକୁ ଖୋଜୁଛି। ତୁମେ ମୋ ବ୍ୟାଗ୍ ଭିତରେ ଅଛ କି? ତୁମେ ନାଲି ଥାକ ବାହାରେ ଅଛ କି? ହେ ମୋ ଚୁଲବୁଲି ବିଲେଇ, ତୁମେ କେଉଁଠି ଅଛ? ଆସ ଆସ ଆସ, ଆସ ମୋ ପାଖକୁ ଆସ। କାଚ ବୋତଲର ତଳକୁ ତୁମେ ରାମ୍ପୁଥିବାର ମୁଁ ଦେଖିଛି। ମୋ କାର୍ ଉପରେ ତୁମେ ଖେଳିବାର ମଧ୍ୟ ମୁଁ ଦେଖିଛି। ହେ ମୋର ଚୁଲବୁଲି ବିଲେଇ, ମୋ ପାଖକୁ ଆସ। ଆସ ଆସ ଆସ, ମୋ ଚୁଲବୁଲି ବିଲେଇ ମୋ ପାଖକୁ ଆସ। ଟୋପି ଉପରେ ତୁମକୁ ଡେଇଁବାର ଦେଖିଛି। ମସିଣା ତଳେ ତୁମେ ଲୁଚିଥିବାର ମୁଁ ଦେଖିଛି। ହେ ମୋର ଚୁଲବୁଲି ବିଲେଇ, ମୋ ପାଖକୁ ଆସ। ଆଚ୍ଛା ପିଲାମାନେ, ବର୍ତ୍ତମାନ ତୁମେମାନେ କ'ଣ ଶୁଣିଲ ଏ କବିତାରୁ? ଯେ ଗୋଟେ ଛୋଟ ପିଲାଟିଏ ତା'ର ଚୁଲବୁଲି ବିଲେଇକୁ ଖୋଜୁଛି। କେଉଁଠି କେଉଁଠି ଖୋଜୁଛି ସବୁ? ନା ଝରକା ଉପରେ ଥାଇକିରି ଖୋଜୁଛି। ପୁଣି ଆଉ କେଉଁଠି ଖୋଜୁଛି? ନା ଖଟ ତଳେ ଅଛି କି ନାହିଁ ଖୋଜୁଛି। ଆଉ କେଉଁଠି ଖୋଜୁଛି? ତା'ର ବ୍ୟାଗ୍ ଭିତରେ ଖୋଜୁଛି। ଆଉ ପୁଣି କେଉଁଠି ଖୋଜୁଛି? ନାଲି ଥାକ ବାହାରେ ଖୋଜୁଛି। ଆଉ କେଉଁଠି ଖୋଜୁଛି? କାଚ ବୋତଲ ତଳେ ସେ ରାମ୍ପୁଥିବାର ତାକୁ ଦେଖିଛି, ସେଠାରେ ସେ ଖୋଜୁଛି। ଆଉ କେଉଁଠାରେ ଖୋଜୁଛି? ନା ତାକୁ କାର୍ ଉପରେ ଖେଳୁଥିବାର ସେ ଦେଖିଛି, ସେଠାରେ ସେ ତାକୁ ଖୋଜୁଛି। ଆଉ କେଉଁଠି ଖୋଜୁଛି? ନା ଚୁଲବୁଲି ବିଲେଇକୁ ଟୋପି ଉପରେ ଡେଇଁବାର ସେ ଦେଖିଛି, ସେଠାରେ ତାକୁ ସେ ଖୋଜୁଛି। ଆଉ କେଉଁଠି ଖୋଜୁଛି? ନା ମସିଣା ତଳେ ସେଇ ବିଲେଇଟି ଲୁଚିଥିବାର ସେ ଦେଖିଛି, ସେଠାରେ ସେ ଖୋଜୁଛି। ଶେଷରେ ସେଇଟାକୁ ଧରି ଦେଇଛି। ତେଣୁ ଛୋଟ ପିଲାଟି ତା'ର ବିଲେଇ ଛୁଆଟିକୁ ଏହିସବୁ ଜାଗାରେ ଖୋଜୁଛି। ତାହେଲେ ବର୍ତ୍ତମାନ ଆସ ପାଠରେ ଥିବା ଚିତ୍ରଗୁଡ଼ିକୁ ଆମେ ଦେଖିଲା ପରେ ଠିକ୍ ଶବ୍ଦରେ ଗୋଲ ବୁଲେଇବା। ତୁମେମାନେ ଏଇ ଚିତ୍ରଟିକୁ ତ ସବୁ ଦେଖି ସାରିଲଣି। ତାହେଲେ ବର୍ତ୍ତମାନ ପ୍ରଶ୍ନର ଉତ୍ତର କୁହ। ନାଲି ବଲ୍ଟି ଖଟ ଉପରେ ନା ଖଟ ତଳେ ନା ଖଟ ପାଖରେ ଅଛି? କେଉଁଠି ଅଛି କିଏ କହିପାରିବ? ନା ନାଲି ବଲ୍ଟି ଖଟ ତଳେ ଅଛି, ନାହିଁ କି? ଠିକ୍ ଅଛି। ତାପରେ 2 ନମ୍ବର, ବିଲେଇଟି କାର୍ ଭିତରେ ନା ବାହାରେ ନା ଉପରେ ଅଛି? କେଉଁଠି ଅଛି? ଚିତ୍ର ଦେଖିକିରି କୁହ। ବିଲେଇଟି କେଉଁଠି ଅଛି? ନା ବିଲେଇଟି କାର୍ ଉପରେ ଅଛି, ନାହିଁ କି? ଠିକ୍ ଅଛି। ତାପରେ ଲୋକଟି ଗଛ ତଳେ ନା ଗଛରେ ନା ଗଛଠାରୁ ଦୂରରେ ଶୋଇଛି? କେଉଁଠି ଶୋଇଛି ଲୋକଟି? ଚିତ୍ରକୁ ଟିକେ ଦେଖିଦିଅ, ଜାଣିପାରିବ। ଦେଖ, ପ୍ରଥମ ଚିତ୍ରରେ ଲୋକଟି ଗଛ ତଳେ ଗୋଟେ ଖଟ ଉପରେ ଶୋଇଛି। ଶୋଇଛି ନା ନାହିଁ? ଠିକ୍ ଅଛି। ତେଣୁ କ'ଣ କରିବା ନା ଲୋକଟି ଗଛ ତଳେ ଶୋଇଛି। ତାପରେ ଆସିଲା 4 ନମ୍ବର, ଗାଈଟି ଘର ଭିତରେ
ନା ଉପରେ ନା ବାହାରେ ଅଛି? ଗାଈଟି କେଉଁଠି ଅଛି କିଏ କହିପାରିବ? ଚିତ୍ର ଦେଖିକିରି କୁହ। ଗାଈଟିକି ଦେଖ, ଗାଈଟି ବାହାରେ କ'ଣ କରୁଛି? ଘାସ ଖାଉଛି। ଘର ବାହାରେ ଅଛି, ଗୋଟେ ଗଛ ମଧ୍ୟ ସେଇଠି ଅଛି। ତେଣୁ କ'ଣ ଲେଖିବା? ନା ଗାଈଟି ଘର ବାହାରେ ଅଛି। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ତାପରେ ଦେଲା କ'ଣ? ନା ଚିନ୍ତା କର ଓ କହ। ବର୍ତ୍ତମାନ ଆମେ ଚିନ୍ତା କରିକିରି କହିବା। ପ୍ରଶ୍ନ କ'ଣ ଦେଇଛି ଦେଖ। ତୁମେ ଜୋତାକୁ କେଉଁଠାରେ ରଖ? ତୁମେ ସବୁ ଜୋତାକୁ କେଉଁଠାରେ ରଖ କିଏ କହିପାରିବ? ଘର ଭିତରେ ରଖ ନା ଘର ବାହାରେ ରଖ? କେଉଁଠି ରଖ? ତୁମେ ଜୋତାକୁ କେଉଁଠି ରଖ ନିଜେ କୁହ? ନା ଆମେ ସାଧାରଣତଃ ଜୋତାକୁ ଘର ବାହାରେ ରଖିଥାଉ, କିନ୍ତୁ କିଛି ଅଛନ୍ତି ଘର ଭିତରେ ମଧ୍ୟ ରଖିଥାନ୍ତି, ନାହିଁ କି? କିନ୍ତୁ ଆମେ ଘର ବାହାରେ ରଖିବା, କାହିଁକି ନା ଆମେ ବାହାରେ ଜୋତା ପିନ୍ଧିକିରି ବୁଲାବୁଲି ଯେହେତୁ କରୁଛେ, ସେଥିରେ ଧୂଳିମଳି ଅନେକ ଲାଗିଥାଏ। ତେଣୁ ତାକୁ ଘରେ ନେବା ଦ୍ୱାରା ଘର ଅପରିଷ୍କାର ହୋଇଥାଏ। ତେଣୁ ଆମେ ଜୋତାକୁ ବାହାରେ ରଖିବା। ଠିକ୍ ଅଛି। ହଉ, ତାପରେ ଆସିଲା 2 ନମ୍ବର। ତୁମେ ଅଳିଆ କେଉଁଠାରେ ପକାଅ? ତୁମେ ଅଳିଆ ସବୁ କେଉଁଠାରେ ପକାଉଛ? ଅଳିଆ କୁଣ୍ଡ ଭିତରେ ନା ବାହାରେ? କେଉଁଠି ପକାଉଛ? ତୁମେମାନେ ସବୁ କ୍ଲାସ୍ ରୁମ୍ରେ ତ ବହୁତ ଅଳିଆ କରୁଛ, ନାହିଁ କି? ତେଣୁ ଅଳିଆ କୁଣ୍ଡ ଭିତରେ ସମସ୍ତେ ଅଳିଆ ପକାଇବା। ବାହାରେ ଏଣେ ତେଣେ ଅଳିଆ ପକାଇବା ନାହିଁ। ଠିକ୍ ଅଛି। ହଉ, ତାପରେ କ'ଣ ଦେଲା? ଆସ ଖେଳିବା, ଜିନିଷ ଗୁଡ଼ିକୁ ଖୋଜିବା। ତେଣୁ ବର୍ତ୍ତମାନ ପିଲାମାନେ ତୁମେମାନେ 2 ଦଳରେ ଭାଗ ହୋଇଯିବ। ଗୋଟିଏ ଦଳ କିଛି ଜିନିଷକୁ ଲୁଚେଇବେ। ଯେମିତିକି କ'ଣ? ଆମ କ୍ଲାସରୁମ୍ରେ ଯାହା ସବୁ ଅଛି, ଧଳା ଚକ୍ ହେଉ, ନାଲି ବଲ୍ ହେଉ, ଅନ୍ୟ କିଛି ବି ଜିନିଷ ହେଉ ଯେଉଁଟା ଆମ କ୍ଲାସରୁମ୍ରେ ଅଛି, ଆଉ ସେଗୁଡ଼ାକୁ ସବୁ ଅନ୍ୟ ଦଳ ଗୁଡ଼ିକ ଖୋଜିବେ। କେମିତି ଖୋଜିବେ? ନା ଭିତର, ବାହାର, ପାଖ, ଦୂର, ଉପର, ତଳ ଭଳି ସ୍ଥାନିକ ଧାରଣା ସମ୍ବନ୍ଧୀୟ ଶବ୍ଦ ବ୍ୟବହାର କରି ଜିନିଷ ଗୁଡ଼ିକୁ ଆମେ ଖୋଜିବାକୁ ପଡ଼ିବ ଆମକୁ। ତେଣୁ ଉପର କେଉଁଟା? ମନେକର ଟେବୁଲ୍ ଗୋଟେ ଥୁଆ ହେଇଛି। ଟେବୁଲ୍ର ଉପର କେଉଁଟା? ଏଇଟା ଦେଖ, ଏଇଟା ହେଉଛି ଟେବୁଲ୍ର ଉପର ଭାଗ। ଜିନିଷଟି ଏଇ ଟେବୁଲ୍ ଉପରେ ଥୁଆ ହୋଇଛି। ତାପରେ ଗୋଟେ ଏଇଟା ଦେଖ, ଏଇ ଚିତ୍ରରେ ମୁଁ ଯେଉଁଟା ଦେଖାଉଛି ଏଇଟା ହେଉଛି ଟେବୁଲ୍ର ତଳେ ଥୁଆ ହୋଇଛି, ନାହିଁ କି? ତାପରେ ଆଉ ଗୋଟେ ଜିନିଷ ଦେଖ, ଟେବୁଲ୍ ଠାରୁ ଏଇ ଜିନିଷଟି ଦୂରରେ ଥୁଆ ହୋଇଛି। ଟେବୁଲ୍ ଠାରୁ ଏଇ ଜିନିଷଟି ବାହାରେ ଥୁଆ ହୋଇଛି, ହେଲା କି? ତାପରେ ଯେଉଁଟା ପାଖରେ ଯେଉଁଟା ଥୁଆଯାଇଛି ଟେବୁଲ୍ ପାଖରେ, ସେଇଟା ଦେଖିବ, ଏଇଟା ହେଉଛି ଟେବୁଲ୍ର ପାଖରେ ଥୁଆ ହୋଇଛି। ଯଦି କୁହାଯାଏ ଧଳା ରଙ୍ଗର ଜିନିଷକୁ ଖୋଜ, ଯାହା କଳାପଟା ପାଖରେ ଆଉ ଟେବୁଲ୍ ତଳେ ଅଛି, ସେଇଟା ତୁମମାନେ ଖୋଜିକିରି କରିବ। ନାଲି ରଙ୍ଗର ଜିନିଷକୁ ଖୋଜ, ଯାହା ଶ୍ରେଣୀ କୋଠରୀ ବାହାରେ ଓ ଗଛ ତଳେ ଅଛି, ସେଇଟାକୁ ଖୋଜିକିରି କରିବ। এই ଖେଳଟାକୁ ଆମେ କ୍ଲାସରୁମ୍ରେ ଖେଳିପାରିବା। ଠିକ୍ ଅଛି। ତାପରେ ଆସ ଖେଳିବା, ବଲ୍ ଫିଙ୍ଗିବା। ପ୍ରତ୍ୟେକ ପିଲା ଝୁଡ଼ି ଭିତରକୁ ବଲ୍ ଫିଙ୍ଗିବେ। ବଲ୍ଟି ଝୁଡ଼ି ଭିତରେ ପଡ଼ିଲେ ତାଳି ମାରି ୟା ଭିତରେ ବୋଲି କହିବେ, ଆଉ ବଲ୍ଟି ଯଦି ଝୁଡ଼ି ବାହାରେ ପଡ଼ିଲେ ଅନ୍ୟ ପିଲାମାନେ ଓହୋ ବାହାରେ ବୋଲି କହିବେ। ତାମାନେ ଯଦି ବଲ୍ଟି ଭିତରେ ପଡ଼ିଗଲା, ତାହେଲେ ଏଇଟିକୁ କ'ଣ କହିବା? ନା ଭିତରେ ପଡ଼ିଛି। ଆଉ ଯଦି ବାହାରେ ପଡ଼ିଗଲା, ତାହେଲେ ଆମେ କ'ଣ କହିବା? ନା ବଲ୍ଟି ବାହାରେ ପଡ଼ିଛି। ତାପରେ ଆସ କାମଟିକୁ କରିବା। ଭିତରେ ଥିବା ଜିନିଷ ଉପରେ ଠିକ୍ ଚିହ୍ନ ଦେବା। ତେଣୁ ବର୍ତ୍ତମାନ ଝୁଡ଼ିରେ କିଛି ଫୁଲ ଅଛି, ଫୁଲ ଭିତରେ କିଛି ଅଛି, ଆଉ ଗୋଟେ ଝୁଡ଼ି ପାଖରେ ବାହାରେ କିଛି ଫୁଲ ଅଛି। ତେଣୁ ଯେଉଁଟା ଭିତରେ ଅଛି ଆମେ ସେ ଜାଗାରେ ଠିକ୍ ଚିହ୍ନ ଦେଇଦେବା। ତାପରେ ଗୋଟେ ପାଖରେ ଦେଖ କାର୍ ଗାଡ଼ିଟି ଥୁଆ ହୋଇଛି। ସେଥିରେ ଭିତରେ ଜଣେ କିଏ ବସିଛି, ବାହାରେ ଜଣେ ଛିଡ଼ା ହୋଇଛି। ତେଣୁ ଯିଏ ଭିତରେ ବସିଛି ସେଠାରେ ଆମେ ଠିକ୍ ଚିହ୍ନ ଦେଇଦେବା। ବୁଝିପାରିଲ ନା ନାହିଁ? ତେଣୁ ଭିତରେ ଅର୍ଥ ହେଉଛି ଯେ ଭିତରେ ଅଛି, ବାହାରେ ଯେ ବାହାରେ ଅଛି। ଭିତର ବାହାର ଏଇଟାକି ତୁମମାନଙ୍କୁ ମୁଁ କହିଦେଇଛି, ଆଉ ଥରେ ଚିତ୍ର ମାଧ୍ୟମରେ ଦେଖାଇ ଦେଉଛି ଦେଖ। ତାପରେ 2 ନମ୍ବର ଦେଇଛି କ'ଣ? ବାହାରେ ଥିବା ଜିନିଷ ଗୁଡ଼ିକରେ ଠିକ୍ ଚିହ୍ନ ଦିଅ। ତାହେଲେ ବାହାରେ ସବୁ କିଏ ଅଛି? ପ୍ରଥମେ ଦେଖ, ଗୋଟେ ଗୁମ୍ଫା ଭିତରେ ଗୋଟେ ଭାଲୁ ଅଛି, ଗୁମ୍ଫା ବାହାରେ ଗୋଟେ ଭାଲୁ ଅଛି। ତେଣୁ ବାହାରେ ଯେଉଁ ଭାଲୁଟି ଅଛି
आमे सेठी ठीक चिन्ह देदेबा। तापर आउ गोटे जगार देख कंढे थुआ होइछि सब खेलना थुआ होइछि ना कि जोटा बाक्स भितर जो सब खेलना थुआ होइछि सेटा भितर अछि आ जोटा बाहर थुआ होइछि सेटा बाहर अछि। तेणु से जो पक्षी कंढेटी थुआ होइछि सेठी आमे ठीक चिन्ह दबा। तापर आसिला 3 नंबर चित्र को देखी उपयुक्त शब्द रे ठीक चिन्ह दियो। वर्तमान चित्र देख पिलाटी कौन करुच्ची ना गछ तले बसी पाठ पढ़ुची। गछ उपरे सबू पक्षी माने बसचंती पाखरे कौन अच्छी गाई चरुचंती नहीं कि ठीक अच्छी। प्रथमे कौन देइची ना पिलाटी गछ उपरे ना तले बसीची कोउडी बसची पिलाटी गछ तले बसीची। तापरे ख नंबर चढ़ई माने गछ उपरे ना गछ तले अछंती कोउठी अछंती चढ़ई माने गछ उपरे अछंती नहीं कि ठीक अच्छी। तापरे आसिला 4 नंबर चित्र रे नाक तले हसुथिबा पाटी और आखि उपरे भ्रूलता अंकन कर। मु जेमिति अंकन करिछि तुमे माने सेमिति अंकन करिवो हैला ठीक अच्छी। तापरे आसिला 5 नंबर आम जातीय पताका को देख जहाँ त्रिरंगा भाव में परिचित सेथिरे केतोटी रंग अच्छी ठीक उत्तर रे ठीक चिन्ह दियो। सेथिरे केतोटी रंग अच्छी कहलो जातीय पताका रे 3टी रंग अच्छी। उपरे को रंग अच्छी ना उपरे नारंगी रंग अच्छी। मझिरे को रंग अच्छी ना मझिरे धला रंग अच्छी। तले क्यों रंग अच्छी ना तले सबुज रंग अच्छी। मझिरे गोटे कौन देइची ना अशोक चक्र चिन्हटी अच्छी नहीं कि ताले चलो प्रश्न उत्तर करिबा। त्रिरंगार ऊपर भागरे केउ रंग अच्छी धला ना नारंगी ना सबुज केउ रंग किए कहि परिबो मु एबे कहली नारंगी रंग अच्छी नहीं कि ठीक अच्छी। त्रिरंगारे धला रंग तले केउ रंग अच्छी किए कहि परिबो ना त्रिरंगारे धला रंग तले सबुज रंग अच्छी। तापरे ग नंबर त्रिरंगारे सबुज रंग उपरे केउ रंग अच्छी किए कहि परिबो सबुज रंग उपरे देख कौन अच्छी धला ना नारंगी ना हलदिया कौन अच्छी ना धला रंग अच्छी। ताले धला रंग पाखरे आमे ठीक चिन्ह देबा। घटा कौन देइची ना त्रिरंगारे अशोक चक्र केउठारे अच्छी किए कहि परिबो देख भल भाबरे गोटे कोणरे अच्छी ना मझिरे अच्छी ना गोटे कड़े अच्छी कौटी अच्छी ना गोटे मझिरे अच्छी। जातीय पताकार मझिरे त्रिरंगार मझिरे नहीं कि तेणु मझिरे पाखरे आमे ठीक चिन्ह देबा। बुझिपाल ना नाई। आ गोटे प्रश्न कौन देइची देख आमे केबे केउठारे एवं काहींकी जातीय पताका उत्तोलन करूँ किए कहि परिबो हाथ टेकिल देखिबा किए कहि परिबो ना आमे साधारणतः विद्यालय रे वर्षरे 2 दिन जातीय पताका उत्तोलन करूँ। गोटे दिन होची कौ दिन ना जनवरी मास 26 तारिख प्रतिवर्ष गणतंत्र दिवस रे बा साधारणतंत्र दिवस रे आमे जातीय पताका उत्तोलन करूँ। आउ गोटे दिन करूँ केउ दिन किए कहबो आउ गोटे दिन होची प्रतिवर्ष अगस्ट मास 15 तारिख रे विद्यालय रे आमे जातीय पताका उत्तोलन करूँ नहीं कि कहीं ना एही दिनटी को स्वाधीनता दिवस भाव रे आमे पालन करिथाउ हैला ठीक अछि। तापरे देइची त्रिरंगा आड़ को मुँह करी ठिया होई जातीय संगीत गान करिबा। तेणु तुमे माने विद्यालय सब जातीय संगीत गान करूछ प्रतिदिन नहीं कि ठीक अछि। तापरे देख छुक छुक चाले रेल गाड़ी छुक 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 करी चाले रेल गाड़ी भूस 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 करी कला धुआं छाड़ी पहाड़ उपरे पड़िया भूई रे जाए गड़ी गड़ी। छुक 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 करी चाले रेल गाड़ी मो बगी सह आग और पछ बगी को जोड़ी छुक 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 करी चाले रेल गाड़ी। नदी उपरे रिमझिम वर्षा रे जाए गड़ी गड़ी छुक 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 करी चाले रेल गाड़ी भूस 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 करी कला धुआं छाड़ी नहीं कि ठीक अच्छी। वर्तमान प्रथम क्वेश्चन कौन देइची इंजिन परे केतोटी बगी अच्छी के कहब हाथ टेक
କେତୋଟି ବଗି ଅଛି ଗଣି ଦିଅ 1 2 3 4 5। ତେଣୁ ଇଞ୍ଜିନ୍ ପରେ 5ଟି ବଗି ଅଛି। ନାଲି ରଙ୍ଗର ବଗି ପୂର୍ବରୁ କେତୋଟି ବଗି ଅଛି? ବଗି ମାନେ ଜାଣିପାରୁଛ ତ, ଯେଉଁ ଡବାରେ ସବୁ ବସିକିରି ଯାଆନ୍ତିନି ଟ୍ରେନ୍ରେ, ସେଇଟାକୁ ବଗି କୁହାଯାଏ। ନାଲି ରଙ୍ଗର ବଗି ପୂର୍ବରୁ କେତୋଟି ବଗି ଅଛି? ଦେଖ, ପୂର୍ବରୁ ଅଛି କେତୋଟି? ନା 2ଟି ବଗି ଅଛି। ନାଲି ରଙ୍ଗର ବଗି ପରେ ଥିବା ବଗି ଗୁଡ଼ିକୁ କମଳା ରଙ୍ଗ ଦିଅ। ନାଲି ରଙ୍ଗର ଯେଉଁ ବଗିଟି ଅଛି ତାପରେ ଯେଉଁ ବଗି 2ଟି ରହିଲା ତାକୁ କ'ଣ କରିବ? କମଳା ରଙ୍ଗରେ ରଙ୍ଗ ଦେବ। ଠିକ୍ ଅଛି, ମୁଁ ଯେମିତି ଦେଲି ଦେଖ ସେଭଳି ଭାବରେ ଦେଇଦେବ। ତାପରେ ଆସିଲା ନାଲି ରଙ୍ଗର ବଗି ପୂର୍ବରୁ ଥିବା ବଗି ଗୁଡ଼ିକୁ ନୀଳ ରଙ୍ଗ ଦିଅ। ଯେଉଁଠି ନାଲି ରଙ୍ଗର ବଗିଟି ଅଛି ତାପରେ ଆହୁରି 2ଟା ବଗି ଅଛି, ସେଠି ଆମେ ନୀଳ ରଙ୍ଗ ଦେଇଦେବା। ଠିକ୍ ଅଛି, ହଉ। ତାପରେ ଆସିଲା ଆସ ଖେଳିବା। ପିଲାମାନେ ଗୀତ ଗାଇବେ ଏବଂ ଖେଳିବେ। ଏହି ଖେଳରେ ପିଲାମାନେ ପଛକୁ ପଛ କାନ୍ଧକୁ କାନ୍ଧ ଧରି ରେଳଗାଡ଼ି ପରି ଠିଆ ହେବେ। ପ୍ରତ୍ୟେକ ପିଲା ନିଜ ଆଗରେ ଓ ପଛରେ କିଏ ଅଛନ୍ତି ତାହା କହିବେ। ଦେଖ 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 ଆମ ରେଳଗାଡ଼ି ଛୁକ୍ 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 କରି ଯାଏ ଗଡ଼ି ଗଡ଼ି। ମୋ ଆଗରେ ନାହିଁ କେହି, ପଛରେ ଅଛି ମାହି। ତେଣୁ ସୋନାଲି ଏବଂ ବିକାଶ କେତେ ଗୁଡ଼ିଏ ଜିନିଷକୁ ଅଲଗା ଅଲଗା କରି ସଜାଡ଼ିକିରି ରଖିଛନ୍ତି। ତାପରେ ଦେଖ, ତେଣୁ ପିଲାମାନେ କେମିତି ଖୁସିରେ ରେଳଗାଡ଼ିରେ ଖେଳ ଖେଳୁଛନ୍ତି ଏବଂ ଏହି ଗୀତଟି ଗାଉଛନ୍ତି। ତୁମେମାନେ ମଧ୍ୟ ସାଙ୍ଗମାନଙ୍କ ସହିତ ଏହିଭଳି ଭାବରେ ଗୀତ ଗାଇକିରି ରେଳଗାଡ଼ି ଖେଳ ଖେଳିବ ହେଲା। ଠିକ୍ ଅଛି। ତାପରେ ଦେଖ, ସୋନାଲି ଏବଂ ବିକାଶ କେତେ ଗୁଡ଼ିଏ ଜିନିଷକୁ ଅଲଗା ଅଲଗା କରି ସଜାଡ଼ି ରଖିଛନ୍ତି। ସୋନାଲି କ'ଣ କହୁଛି? ନା ମୁଁ ପଥର ଗୁଡ଼ିକୁ ଏକାଠି ସଜାଡ଼ି ରଖିଛି। ତାପରେ ବିକାଶ କ'ଣ କହୁଛି? ନା ମୁଁ ସମସ୍ତ ପତ୍ରକୁ ଗୋଟିଏ ସମୂହରେ ଏବଂ ଚକଡ଼ି ଗୁଡ଼ିକୁ ଅନ୍ୟ ଗୋଟିଏ ସମୂହରେ ରଖିଛି। 2 ଜଣ ଅଲଗା ଅଲଗା କରିକିରି ସବୁ ଜିନିଷ ରଖିଛନ୍ତି ହେଲା। ତେଣୁ ତାପରେ ଆସିଲା କ'ଣ? ନା ପିଲାମାନଙ୍କୁ ମଞ୍ଜି ପତ୍ର ମାଳି ଭଳି ଜିନିଷ ଦେଇ ସେଭଳି କାର୍ଯ୍ୟ କରିବାକୁ କୁହନ୍ତୁ। ତୁମେମାନେ ସବୁ କ'ଣ କରିବ? ନା ଯେଉଁ ମଞ୍ଜି ପତ୍ର ମାଳି ସବୁ ରହିଲା ୟାକୁ ମଧ୍ୟ ଏହିଭଳି ଭାବରେ ଏକାଠି ସଜାଡ଼ିକିରି ରଖିବ ଆଉ ସମୂହ କରିକି ରଖିବ। ତାପରେ ଆସିଲା ଆସ କାମଟିକୁ ବର୍ତ୍ତମାନ ପରବର୍ତ୍ତୀ କ୍ୱେଶ୍ଚିନ୍ କି ଆସ କାମଟିକୁ କରିବା। ସୋନାଲି ସବୁ ବୋତାମକୁ ଅଲଗା ଅଲଗା ସମୂହରେ ସଜାଡ଼ି ରଖିଛି। ସୋନାଲି କାହିଁକି ଏପରି ଅଲଗା ଅଲଗା ସଜାଡ଼ି ରଖିଛି? ଏହି ବୋତାମ ଗୁଡ଼ିକୁ ଅନ୍ୟ ଉପାୟରେ ସଜାଡ଼ି ରଖିବାରେ ସୋନାଲିକି ସାହାଯ୍ୟ କର। ସେ ଯେପରି ସଜାଡ଼ିବ ତାକୁ ଚିତ୍ରରେ ଦେଖାଅ। ତାହେଲେ ସେ ଅଲଗା କାହିଁକି ସଜାଡ଼ି ରଖିଛି? ଦେଖ, ସେ କଲର୍କୁ ନେଇକିରି ଅଲଗା ଅଲଗା ସଜାଡ଼ିକିରି ରଖିଛି। 3ଟି ବିଭିନ୍ନ କଲର୍ ରହିଛି, ସେଇ କଲର୍ର ବୋତାମକୁ ସେ ସଜାଡ଼ିକିରି ରଖିଛି। ଆମେ ଆଉ ଅଲଗା କେଉଁ ପ୍ରକାରରେ ୟାକୁ ସଜାଡ଼ି ପାରିବା? ଆମେ ଆକୃତିକୁ ନେଇକିରି ଏହାକୁ ଅଲଗା ଅଲଗା ସଜାଡ଼ି ପାରିବା। ଦେଖ, ଏକା ପ୍ରକାର ଆକୃତି ଯେଉଁ ସବୁ ବୋତାମ ଅଛି ତାକୁ ଆମେ ଚାହିଁଲେ ଅଲଗା ଅଲଗା ସଜାଡ଼ି ପାରିବା। ବୁଝିପାରିଲ ନା ନାହିଁ? ଠିକ୍ ଅଛି। ପ୍ରକଳ୍ପ କାର୍ଯ୍ୟ ତାପରେ ଆସିଲା କ'ଣ? ନା ପିଲାମାନଙ୍କୁ ଶ୍ରେଣୀ ଗୃହରେ ଆଲମାରି ଥାକରେ ଜିନିଷ ଗୁଡ଼ିକୁ ସଜାଡ଼ି ରଖିବାକୁ କୁହନ୍ତୁ। ଜିନିଷ ଗୁଡ଼ିକ ଆଲମାରିରେ ସଜାଡ଼ି ରଖିବେ ଓ ସ୍ଥାନିକ ଶବ୍ଦ ବ୍ୟବହାର କରି କେଉଁ ଜିନିଷକୁ କେଉଁଠି ରଖିଛନ୍ତି ତାହା କହିବାକୁ ସୂଚନା ଦିଅନ୍ତୁ। ଯେପରି ତଳ ଥାକରେ 2ଟି ଜିନିଷ ରଖିଛି, ଉପର ଥାକରେ ଗୋଟିଏ ଜିନିଷ ରଖିଛି ଇତ୍ୟାଦି। ତେଣୁ ପିଲାମାନେ ତୁମେମାନେ ବିଦ୍ୟାଳୟରେ ତୁମର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହାୟତାରେ ଏହି କାର୍ଯ୍ୟଟିକୁ କରିପାରିବ ହେଲା। ଠିକ୍ ଅଛି। ତେଣୁ ପିଲାମାନେ ତୁମମାନଙ୍କୁ ଆଜିର ଏହି ପାଠପଢ଼ାଟି କିପରି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟସରେ ଲେଖି ଜଣାଇବ ଏବଂ ଏହାକୁ ତୁମ ସାଙ୍ଗମାନଙ୍କ ନିକଟକୁ ପଠାଇଦେବ। ଆଉ ଆମମାନଙ୍କର ଏହି ପାଠପଢ଼ାଟିକୁ ତୁମେମାନେ ଫେସବୁକ୍ରେ, ଇନଷ୍ଟାଗ୍ରାମରେ ଏବଂ ୟୁଟ୍ୟୁବରେ ସମସ୍ତ କ୍ଷେତ୍ରରେ ପାଇପାରିବ। ଠିକ୍ ଅଛି। ହଉ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ।